उपस्थित सम्मानीय राहुल आज्ञा वीरेंद्र सार मधुस्मिता भौणी आज वक्ता समस्त म्यूट कले भले शुभ वक्ता टी म्यूट 10-12 मिनट ही कहबी कारण मोर मत भल आपण मैंने जानी तेणुक मु अधिक कहबी कारण जब मो टेस्टिमोनी कहे बहुत बहुत बेस बही लेखा तेणुक 10 मिनट कर कहवा आम गोटे पद पढ़ुची प्रथम करंती 1:29 आउ जहाँ जगत चक्षुरे मान्य ज्ञान से सब को व्यर्थ करने निमंते ईश्वर जगतर नीच और तुच्छ विषय सब और नगण्य विषय सब मनोनीत कले मु छोट खाली गोटे पद गीत गाई कागज हुंता जदि आकाशर बक्ष लेखनी हुंता जदि प्रतिलता वृक्ष सागर नीलने से लेखनी जाक प्रतिटी मनीष जदि हुंता लेखक तथापि सरंता नहीं आकाशर सीमा दे बनिबाकु प्रभु तुम अमृत प्रेम आहे अनंत सीमा कारण प्रभु मते एते प्रेम करी अछंती जे कहले न से ताकर आगापे प्रेम ही मते परिवर्तन करिछि यदि कागज होता यदि आकाशर वृक्ष लेखनी होता यदि प्रतिलता वृक्ष आदि ए सागर जेते जल अच्छी यदि इंक होता हेले आम समुद्र लेख पाई था सेते आश्चर्य कर्म आम जीवन प्रभु कर आम चाषी घर पिला मु थे चाष करुच्ची जमी रे मु जड़े ही सेठी अच्छी कौन चाष करुच्ची से टाइम रे प्रभु हठात मत डाकिले मु निजे से शब्द शुणी गीत संहिता 8:2 तुम्हें शत्रु प्रतिनिधि को दमन करने आपण विपक्षीगण सकाशु शिशु और दुग्धपोष्य मान पराक्रम प्रतिपन्न कर शब्द मत शुभागला से पूरा हल्का है पढ़ीगली आशीष आशीष शत्रु प्रतिनिधि को दमन करने आम छोट छोट पिला व्यवहार कर तोते आम व्यवहार करने प्रभु गोटे कंकाल को व्यवहार कर महत सेना आईटा हूँ आशीष चलसी गोटे कंकाल को मिले गोटे सैनिक व्यवहार कर प्रार्थना कली 7/1/2000 मोर परित्राण डेट अटे मु छोट बेलू मो अजा हूँ रायगढ़ से दानियल स्वालसी से कौन कले पोस्ट मास्टर कि गंडाहाती गले गजपति गंडाहाती गोटे सुंदर गाँ अटे से वाटरफॉल अच्छी से रहिले चर्च प्लांटिंग कले बाप्टिस्ट चर्च मजा ही बहुत प्रभु प्रिय मुझे गीत गाऊँ मजार ठारू शिखी जिते सब गीत सब गाऊँ मजा मत कांधे धरिकी गीत सब शिखा आसी गंडाहाती गोटे चर्च प्लांटिंग कले मु ख्रीस्टियन घर लोक पुओ किंतु मु वर्षिकिया ख्रीस्टियन बेले बेले चर्च जाऊथी 5 वर्ष पर्यंत संडे स्कूल रे पढ़ी 5 वर्ष पर एजुकेशन से फैसिलिटी नथिला गंडाहाती तेणुक मो माँ निरंजन सरसी मो सानमा पाखु पठेदेली सी रोमान कैथलिक लोक सारा नायक
ମୋହନା ଏରିଆରେ ଆସିଥିଲି। ଆଉ ତାଙ୍କ ଘରେ ମୁଁ ଆଉ 5ରୁ 10 କ୍ଲାସ୍ ପର୍ଯ୍ୟନ୍ତ ପଢିଲି। ସେଇଠି ହିଁ ପ୍ରେମ କଣ, ସେବା କଣ, ସେ ସବୁବେଳେ ମଦର ତେରେସାଙ୍କ କଥା ମତେ ସବୁବେଳେ କହିବି। ସେ ଗୋଟେ ଏମିତି ମିଶିଲେ ବାପା ବୋଲେ ସେଇଠି ଦୟା, କ୍ଷମା, କରୁଣା କଣ ସେଠି ମୁଁ ଜାଣିପାରିଲି। ତାପରେ 10 କ୍ଲାସ୍ ପରେ ଆଉ ଥରେ ଗଣ୍ଡାକୁ ଆସିଲି। ଆଉ ସେଇଠି ଏମିତି ଚର୍ଚ୍ଚ ଆଟେଣ୍ଡ କରିବାରୁ କିନ୍ତୁ ପ୍ରକୃତ ଖ୍ରୀଷ୍ଟିଆନ ନଥିଲି। ଆଉ 7/1/2000 ପ୍ରଭୁ ମତେ ଧରିଲେ। ଆଉ ଫାଷ୍ଟ ସଣ୍ଡେ ସ୍କୁଲ ଚାଳକ ଥିଲି, ତାପରେ ଯୁବକ ସମିତିର ବାପ୍ଟିଷ୍ଟର ଚାଳକ ଥିଲି, ତାପରେ ଷ୍ଟେପ ବାଇ ଷ୍ଟେପ ମତେ ସମାଜରେ ଆଉ ସମାଜ ବୋଲି କହୁଥିଲେ ଆମର ମଣ୍ଡଳୀକୁ, ସେଇଠି ମତେ ସେକ୍ରେଟାରୀ କଲେ। ସେ 3 ବର୍ଷଟା ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଥିଲା। ଆଉ ମୋ ଅଙ୍କଲ ମତେ ଗୋଟେ ବାଳକର ଜଷ୍ଟି ଦେଇଥିଲେ। ଆଉ ସେ ବାଳକର ଜଷ୍ଟି ମୁଁ ସବୁବେଳେ ପଢିବି। ଆଉ ଆମ ଗାଁ ହଉଛି ଗଣ୍ଡାହାତୀ, ଆଉ ସବୁବେଳେ ଜଙ୍ଗଲରେ ମୁଁ ରହିବି ଏ ବାଳକର ଜଷ୍ଟି ଧରିକି। ହାତୀ ମାନେ ବେଶୀ ଥିଲା। ଆଉ 3 ବର୍ଷ ମୁଁ ହାତୀ ମାନଙ୍କ ସହିତ ହିଁ ମୋ ଜୀବନ କାଟିଛି। ବହୁତ ବଡ ବଡ ଦନ୍ତା ହାତୀ ମାନେ ସବୁ। ଆଉ ସେଇଠି ଡେରିଂ କଣ, ସାହସ କଣ ଶିଖିପାରିଲି। ସେ ହାତୀ ମାନେ ମତେ ଶିଖେଇଛନ୍ତି ସାହସ କଣ, ନହେଲେ ମୁଁ ବହୁତ ଡରିବା ଲୋକ। ତାପରେ ପ୍ରଭୁ ମତେ ଆଉ ଆଶ୍ଚର୍ଯ୍ୟ ଭାବେ ଆଉ ଗୋଟେ ମନେ ଅଛି ଗୋଟେ ଶ୍ୟାମଲ ବୋଲି ଗୋଟେ ଲୋକ, ତା ସ୍ତ୍ରୀ ବହୁତ ସିରିୟସ ଥିଲା। ହେଲେ ମୋ ମା ତ ଏନେମ୍ ଥିଲେ, ମୋ ସାନ ମା। ଆଉ ବାପା କିଏ ଯଦି ଅସୁସ୍ଥ ଅଛନ୍ତି ବାପା ପାରାସିଟାମଲ ଏସବୁ ଦେହରେ ସେମାନେ ସୁସ୍ଥ ହେବେ। ତମ ତ ଟ୍ରାଇବାଲ ଏରିଆ ଲୋକ ତମେ। ମୁଁ ଥରେ ସେ ପାଳାଖିଣ୍ଡି ଯାଇକି ଆସିଛନ୍ତି ତା ସ୍ତ୍ରୀ, ପୁରା ଆଉ ଆଶା ନାହିଁ ତାର। ଥରେ ପାରାସିଟାମଲ ରେ ପ୍ରାର୍ଥନା କରିକି ଦେଲା ପରେ ତାର ନେକ୍ସଟ ଦିନ ସେ ଶ୍ୟାମଲ ଭାଇ ଆସି କହୁଛି ନା ଆଜ୍ଞା ମୋ ସ୍ତ୍ରୀ ଭଲ ହେଇଗଲା, ତାକୁ ହସ୍ପିଟାଲ ଫେରେଇ ଦେଇଥିଲା। ତାପରେ ଥରେ ମୁଁ ଗ୍ରାମ ପଞ୍ଚାୟତ ସେକ୍ରେଟାରୀ ବି ଥିଲି, ସର୍ଭିସ କରୁଥିଲି। ଆମର ସରପଞ୍ଚ ଦୁର୍ଯ୍ୟୋଶଗର ସେ ବହୁତ ସିରିୟସ ହେଇଗଲେ, ବହୁତ ସିରିୟସ ହେଇଗଲେ। ସେ ପୁରା ବହୁତ ବଡ ନେତା ଆମ ଏରିଆରେ। ତାଙ୍କ ସ୍ତ୍ରୀ ରାଧା ସୁବର ମତେ ଡାକିଲେ, ଭାଇ ଟିକେ ଆସ ଭାଇ, ତମେ ଖ୍ରୀଷ୍ଟିଆନ ଲୋକ ପ୍ରାର୍ଥନା କର। ସିଏ ବି ଏତେ ସିରିୟସରେ ଥିଲେ, ତାଙ୍କର ବି ଶେଷ ପରିସ୍ଥିତି, ସିଏ ବି ଭଲ ହେଇଗଲେ। ତାପରେ ଆଉ କିଛି ଦିନ ଗଲା ପରେ ମୋ ଅଙ୍କଲ ନିତ୍ୟାନନ୍ଦ ଜେନା ସିଏ ବି ସିରିୟସ ହେଇଥିଲେ। ଆଉ ସିଏ ବି ବହୁତ ସିରିୟସ ଥିଲେ, ମରିବା ଷ୍ଟେଜ, ସିଏ ବି ଭଲ ହେଇଗଲେ। ଏମିତି ସବୁ ଆଶ୍ଚର୍ଯ୍ୟକର୍ମ ମୋ ଜୀବନରେ ହେବାକୁ ଆରମ୍ଭ କଲା। ତାପରେ ଆମ ଗଣ୍ଡାହାତୀରେ ଜଣେ ଝିଅ ପୁଅ ଭାଇ ବି ଭୂତ ଧରିଥିଲା, ତା ନାଁ ଆଲାଦିନୀ ବୋଲି। ସେ କଣ କହୁଛି, ଆପଣ ମାନେ କିଏ ଆଉ ମତେ କହିଲେ ମୁଁ ଯିବିନି। ଆଉ ସେ ଆଶିଷ ଭାଇ ଯଦି ମତେ କହିଲେ ମୁଁ ପଳେଇବି ବୋଲି, ସେଠୁ ମୁଁ ଜାଣିପାରିଲି ଭୂତ ମାନେ ବି ମତେ ଚିହ୍ନୁଥିଲେ। ତାପରେ ଆଉ ପ୍ରଭୁଙ୍କ ଅନୁଗ୍ରହରୁ ଆଉ ମୁଁ 2003ରେ ନବରଙ୍ଗପୁର ପଳେଇଲି। ଗୋଟେ କଣ୍ଡୁଗୋଡା ଭଳି ଗୋଟେ ଗାଁ ଥିଲା, ଛୋଟ ଗାଁ, ସେଠି ସେବା କାର୍ଯ୍ୟ ଆରମ୍ଭ କଲି। ଆଉ ମୋ ଦ୍ୱାରା ପ୍ରଭୁ ଖାଲି ନନ୍ ଖ୍ରୀଷ୍ଟିଆନ ମାନଙ୍କ ପାଖରେ ହିଁ ମୁଁ ରହିଲି ସବୁବେଳେ, ଟ୍ରାଇବାଲ ଏରିଆ ମାନଙ୍କୁ ସେବା କାର୍ଯ୍ୟ କଲି। ଆଉ ପ୍ରଭୁଙ୍କ ଦୟାରୁ ଏତେ ସବୁ ଚର୍ଚ୍ଚ ପ୍ଲାଣ୍ଟିଂ ସବୁ ହେଲା, ସୋଲିଂ ହେଲା, ସୋଲ ୱିନିଂ ହେଲା, ଯେ କହିଲେ ନ ସରେ। ଯୋଉ ଗାଁ ଗଲେ ସେ ଗାଁ ଖ୍ରୀଷ୍ଟିଆନ, ଯୋଉ ସାହିରେ ପାଦ ପକେଇଲେ ସେ ସାହି ଖ୍ରୀଷ୍ଟିଆନ। ଏମିତି ବହୁତ ଚର୍ଚ୍ଚ ପ୍ଲାଣ୍ଟିଂ କରିବାକୁ ପ୍ରଭୁ ଆରମ୍ଭ କଲେ। ତାପରେ ମୁଁ ଆନ୍ଧ୍ରା ବି ଯାଉଥିଲି, ଆଉ ଦିଦି ଆଙ୍କ ସବୁ ହିନ୍ଦୁ ଲୋକ ସବୁ ଥିଲେ, ବିଜାତି ଲୋକମାନେ। ସେଠି ବି 2 ଦିନ ମୁଁ ଯାଇ ରହିଲି, ଗୋଟେ 3 ବର୍ଷ ଖଣ୍ଡେ। ସେଇଠି ମଧ୍ୟ ପ୍ରଭୁ ମତେ ବ୍ୟବହାର କରି ବହୁତ ଚର୍ଚ୍ଚ ପ୍ଲାଣ୍ଟିଂ କଲେ। ଆଉ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରଭୁ, ଇଣ୍ଡିଆର ସବୁ ଜାଗାକୁ ନେଇକି ମତେ ପ୍ରଭୁ ଗୋଟେ ସାଧା ସିମ୍ପୁଲ ଲୋକ ଦ୍ୱାରା ଆଉ ହଜାର ହଜାର ଆତ୍ମା ଲାଭ କରିବାକୁ ଦେଇଛନ୍ତି। ଆଉ ବହୁତ ଚର୍ଚ୍ଚ ପ୍ଲାଣ୍ଟିଂ କରିବାକୁ ପ୍ରଭୁ ଦେଇଛନ୍ତି, ଗୋଟେ ଅର୍ଡିନାରୀ ଲୋକକୁ, ଗୋଟେ ସାଧାରଣ ଲୋକକୁ। ଆଉ ପ୍ରତ୍ୟେକ ପର୍ଜା, ଗୋଦବା, ଦେଶିଆ, କୋଇ, ବିଭିନ୍ନ ଟ୍ରାଇବାଲ ମଣ୍ଡଳୀ ସବୁ ସ୍ଥାପନ କରିବାକୁ ପ୍ରଭୁ ସାହାଯ୍ୟ କଲେ। ତେଣୁ ପ୍ରଭୁଙ୍କର ମହାନାମ ଧନ୍ୟବାଦ। ଆଉ ମତେ ବାକ୍ୟରେ ବଢଉଥିଲେ ବୋଲି ଆମ ବଡ ମା, ଯିଏକି ଉଜାଲତାର ମା, ସେ କଣ କହୁଥିଲେ, ବାପା ଡାନିଏଲ ଆଉ 12
ତିନି ଯେଉଁମାନେ ଅନେକଙ୍କୁ ଧର୍ମର ପଥ ଫେରାଇ ଆଣନ୍ତି ସେମାନେ ତାରା ଗଣ ପରି ତେଜସ୍ୱୀ ହେଲେ। ଏଇ ବାକ୍ୟ ସବୁବେଳେ ମୋ କାନରେ କହୁଥିଲେ ସେ। ଆଉ ମୋ ବଡ଼ ବାପା ମୋ ଦୌର୍ବେଶ୍ୱର ସିଂହ ସମସ୍ତଙ୍କର ପ୍ରାର୍ଥନା ତାପରେ ଆପଣମାନଙ୍କର ପ୍ରାର୍ଥନା ଆଉ ମୁଁ ଯେତେବେଳେ କୋରାପୁଟ ଆସିଲି ମୋ ମିନିଷ୍ଟ୍ରି ବିନୟ ଆଜ୍ଞା ବହୁତ ହେଲ୍ପ କରୁଥିଲେ। ମୁଁ ଯେତେବେଳେ ନବରଙ୍ଗପୁରରେ ଥିଲି ଆଉ ବୀରେନ୍ଦ୍ର ଆଜ୍ଞା ମୋତେ ବହୁତ ଆଜ୍ଞା ହେଲ୍ପ କରୁଥିଲେ ମଧୁସ୍ମିତା ଭଉଣୀ ଆଉ ବେଶୀ ମୋତେ ପ୍ରେମ କରୁଥିଲେ ବୋଲେ ମିନିଷ୍ଟ୍ରିରେ ଆମର ଦିଗାଲ ମ୍ୟାଡମ ଆଉ ଆଜ୍ଞା ସବୁବେଳେ ସନ୍ଧ୍ୟାରେ ଆସିବେ ଆଉ ସେମାନଙ୍କର ଏନକରେଜ ଦ୍ୱାରା ଆଜି କେତେ ଚର୍ଚ୍ଚ ପ୍ଲାନିଂ ହେଇଛି ତେଣୁକରି ପ୍ରଭୁଙ୍କର ମହାନାମର ଆଉ ହଜାର ହଜାର ଆତ୍ମାମାନେ ଆଉ ଲାଭ କରିବାକୁ ପ୍ରଭୁ ଦେଇଛନ୍ତି। ଆଉ ଗୋଟେ ସାଧାରଣ ମଣିଷକୁ ପ୍ରଭୁ ବ୍ୟବହାର କରି କେତେ ମହାନ ମହାନ ଆଶ୍ଚର୍ଯ୍ୟ କର୍ମ କରନ୍ତି ତାହା ହେଉଛି ମୁଁ ଗୋଟେ ଟେଷ୍ଟିମୋନି ଅଟେ। ଏ ବାକ୍ୟଟେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍ ଆମେନ୍। Thank you, Ashish bhai.